ଆଜି କି ଦିନ କେଜାଣି ସକାଳ ସକାଳ ଖୁସି ପରେ ଖୁସି। ସକାଳ 8ଟା ହେଲାଣି ମୁଁ ଗଧ ବଗିଆ ଶୋଇଛି। ପୁଣି ଧୀରେ ଧୀରେ ନିଦକୁ ଲାଇଭ୍ରୁ ହଟେଇକି ଗଲି ଦେଖିଲି ଆବେ ଇଏ ପାର୍ସଲ ଦୁଇଟା ଥୁଆଇଛି। ମୋର ଆସିଯାଇଛି ନୂଆ ଡ୍ରେସ୍, ଯାଉଛି ଖୋଲିକି ପିନ୍ଧିବି। ବ୍ୟାଗ୍ ଲକ୍ ସେଗୁଡ଼ା ମୋତେ ହେଲାନି, କାରଣ ସେଗୁଡ଼ା ସବୁ ଛୋଟ ସାଇଜ୍ ପଳେଇ ଆସିଥିଲା ଭୁଲରେ। ଆମାଜନ୍ ବାଲାକୁ ଭୁଲରେ ନେଇ ଆସିଥିଲେ ଛୋଟ ଡ୍ରେସ୍। ଖରାବେଳ ସମୟରେ ମୁଁ ଶୋଇଥାଏ। ପୁଣି ସେତିକି ବେଳେ ଦେଖିଲି ଗୋଟେ ଡେଲିଭରି ବୟ ବାଲାର ଫୋନ୍ ଆସିଲା, ଜାଣିବା ପାଇଁ କି ମା ଘର ପାଇଁ ଗୋଟେ ଓଭାନ୍ ମଗେଇଥିଲେ। ଆଣ୍ଡ କିଛି ସମୟ ୱେଟ୍ କରିବା ପରେ ଡେଲିଭରି ବାଲାର ଫୋନ୍ ଆସିଯାଇଥିଲା ଆଉ କହିଲେ ଆପଣ ରୋଡ୍ ଉପରକୁ ପଳେଇ ଆସନ୍ତୁ, ଆମେ ପହଞ୍ଚିଗଲୁଣି। ସବୁ ପାର୍ସଲ ଗୁଡ଼ାକ ବାଇକ୍ରେ ଆସେ, ଇଏ କ'ଣ ଟାଟା ଏସ୍ରେ ଆସୁଛି। ମା ଓଭାନ୍ ମଗେଇଛନ୍ତି ନା ଆଉ କ'ଣ ମଗେଇଛନ୍ତି? ଏତେ ସାରା ଜିନିଷ ଥୁଆ ହେଇଛି, ତା ଭିତରେ ଆମ ଜିନିଷ କେଉଁଠି ଅଛି କି? ଭାଇ ଆମର ପୁରା ହିରୋ ଭଳିଆ ଟାଟା ଏସ୍ରେ ଚଢ଼ିଗଲେ। ଆଉ ଚଢ଼ିକି କହିଲେ ମୁଁ ଭାଗ କରି ଦେଉଛି ତମ ପାର୍ସଲ କେଉଁଠି ଅଛି ଦେଖିକି। ତାପରେ ଭାଇ ଆମର ନେଇକି ଯାଉଛନ୍ତି ଘର ଭିତରକୁ ପାର୍ସଲ। ତାପରେ ଭାଇ କହିଲେ କି ଆମର ଓପନ୍ ବକ୍ସ ଡେଲିଭରି ଅଛି, ତ ଆମେ ଓପନ୍ କରି ଆପଣଙ୍କୁ ଦେଖେଇବୁ କି ପାର୍ସଲ ଠିକ୍ ଅଛି ନାହିଁ। ତାପରେ ଫାଇନାଲି ଆମର ବାହାରିଗଲା ଓଭାନ୍ ବାହାରିଲାରୁ କେତେ ସୁନ୍ଦର ଦେଖାଯାଉଛି। ଏଥର ମାଆଙ୍କୁ ଡେଲି ଡେଲି କହିବି ମା ପିଜା ବର୍ଗର କରିବେ ଆଉ। ତ ଆଜି ପାଇଁ ଏତିକି ଥିଲା, ନେକ୍ସଟ ଦେଖା ହବ ଆଉ ଗୋଟେ ବ୍ଲଗ୍। ରହିଲି, ଜୟ ଶ୍ରୀରାମ।